ଶୀତ ଦିନରେ ଗରମ ଭାତ ସାଙ୍ଗରେ ଏହି ରାଗୁଆ ରାଗୁଆ ସୋରିଷ ଆମ୍ବୁଲ ଦିଆ ରୋହି ମାଛ ଝୋଳ ଥରେ ମୋ ପ୍ରୋସେସ୍ରେ ନିହାତି ଟ୍ରାଏ କରନ୍ତୁ। ଏହି ମାଛ ତରକାରୀ ଆପଣମାନଙ୍କୁ ସବୁ ମାଛ ତରକାରୀ ଠାରୁ ଟିକେ ଭିନ୍ନ ଲାଗିବ ଆଉ ବହୁତ ସ୍ୱାଦିଆ ଲାଗିବ। ଗୋଟେ ଥାଳି ଜାଗାରେ ଆପଣମାନେ 2 ଥାଳି ଭାତ ନିଶ୍ଚିନ୍ତ ଖାଇବେ। ନମସ୍କାର ଦର୍ଶକ ବନ୍ଧୁ, ପ୍ରିୟଦର୍ଶିନୀ ହୋମ୍ ଫୁଡ୍କୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବା ସହିତ ସବସ୍କ୍ରାଇବ୍ କରିନେବେ। ତେବେ ଆଜିର ଏହି ରେସିପି ପାଇଁ ମୁଁ ନେଇଯାଇଛି ରୋହି ମାଛ। ତ ଏହି ରୋହି ମାଛକୁ ମୁଁ ଲୁଣ ଏବଂ ହଳଦୀ ଦେଇକି ମ୍ୟାରିନେଟ୍ କରିକି ରଖି ନେଇଥିଲି। ଆଉ ଯେତେବେଳେ ଆପଣମାନେ ମାଛ କାଟୁଛନ୍ତି କିମ୍ବା ବଜାରରୁ କଟେଇକି ଆଣୁଛନ୍ତି, ତାହେଲେ এই ମାଛ ଗୁଡ଼ାକ ଆପଣମାନେ ଟିକେ ମୋଟା ମୋଟା ପିସ୍ରେ କାଟିବେ, ଯାହାଫଳରେ କି ଭଲ ଭାବରେ ଭାଜି ହେଇଯିବ ଆଉ ଭାଜିଲା ବେଳେ ଭାଙ୍ଗିବନି। ତା ଛଡ଼ା ଆମର ଆଜି ମାଛ ତରକାରୀରେ ଆମେ ଆଳୁ ଦେଇ ବନେଇବା। ତରକାରୀ ପାଇଁ ମୁଁ ଏମିତି ବଡ଼ ବଡ଼ ସାଇଜ୍ର ଆଳୁ କାଟିଛି, ଯେମିତି ମାଂସ ତରକାରୀରେ ବନା ହୁଏ। ଆପଣମାନେ ଯଦି ଚାହିଁବେ ଲମ୍ବା ଲମ୍ବା ପିସ୍ରେ କାଟି ନେବେ। ଆଉ ଏଠି ମୁଁ ଚୋପା ଛଡ଼େଇ ନେଇଛି, ଆପଣମାନେ ଚୋପା ଲଗେଇକି ମଧ୍ୟ ରେସିପି ବନେଇ ପାରିବେ, କିନ୍ତୁ ଚୋପା ଛଡ଼େଇ ଦେଲେ ଏଇଟା ବହୁତ ଶୀଘ୍ର ସିଝି ଯାଇଥାଏ। ତ ଏଇଠି ଆମର ମାଛ ଏବଂ ଆଳୁ ତ ରେଡ଼ି ଅଛି। ଏବେ ଚାଲନ୍ତୁ ଆମେ ଭାଜି ନେବା। ମାଛ ଭାଜିବା ପାଇଁ ମୁଁ ଗୋଟେ ବଡ଼ କଡ଼େଇ ନେଇଯାଇଛି, ତାକୁ ଗରମ କରିସାରିଲା ପରେ ସେଇଥିରେ 4 ବଡ଼ ଚାମଚ ସୋରିଷ ତେଲ ଆଡ଼୍ କରୁଛି। ଆଉ ଆଇଁଷ ଆଇଟମ୍ରେ ସୋରିଷ ତେଲଟା ଦେଲେ ବହୁତ ଭଲ ଟେଷ୍ଟ ଆଣିଥାଏ। ତାପରେ ତେଲକୁ ଭଲ ଭାବରେ ଗରମ କରିନେବେ। ତାପରେ କ'ଣ କରିବେ ନା, ଗୋଟେ ଗୋଟେ କରି ମାଛକୁ ସାଇଜ୍ କରିକି ରଖି ଭାଜିବେ। ଆଉ ମନେ ରଖିଥିବେ, ତେଲଟା ସବୁବେଳେ ଗରମ କରିକି ଆପଣମାନେ ମାଛ ଆଡ଼୍ କରିବେ, ଯାହାଫଳରେ କି ମାଛଟା ଭାଙ୍ଗିବନି ଆଉ ଜଲ୍ଦି ମଧ୍ୟ ଭାଜି ହେଇଯିବ। ଆଉ ତରକାରୀ ଆଇଟମ୍ ଯେତେବେଳେ ଆପଣମାନେ କରୁଛନ୍ତି, ମୋର କେତୋଟି ଟିପ୍ସ ଆପଣମାନେ ମନେ ରଖିବେ। ମାଛକୁ ବିଲକୁଲ ବି ପୋଡ଼ ପୋଡ଼ କରି ଭାଜିବେନି, ମାଛକୁ ଟିକେ ଏମିତି ଗୋଲ୍ଡେନ୍ କଲର୍ କରିକି ଭାଜିବେ। ତାପରେ କ'ଣ ହେବ ନା, ତାର ତରକାରୀର ଟେଷ୍ଟଟା ଭଲ ଆସିବ। ଯଦି ଆପଣମାନେ ମାଛଟାକୁ ଛାଣିଲା ଭଳି ପୋଡ଼ ପୋଡ଼ କରି ଭାଜିବେ, ତାହେଲେ ତରକାରୀର ଏତେ ଭଲ ଟେଷ୍ଟ ଆସିନଥାଏ। ତ ଏଇଠି ଆଗକୁ ଆପଣମାନେ ଦେଖିନେବେ ମାଛକୁ କେମିତି କ'ଣ ଭାଜୁଛି। ଆଉ ମାଛକୁ ଦେଇ ସାରିଲା ପରେ ତେଲରେ କିଛି ସମୟ ତାକୁ ସିଝିବା ପାଇଁ ଦେବେ। ତାପରେ ଆରପଟ ଓଲଟେଇବେ। ଗୋଟେ ପଟ ସାଇଡ଼୍ ମୋର ହେଇଗଲାଣି, ମୁଁ ଆକୁ ପୁରା ଆରାମସେ ଆରପଟକୁ ଓଲଟେଇ ନେଇଛି। ତ ମାଛ ଗୁଡ଼ାକ ଲାଗି ଲାଗି ସବୁ ଥିଲା, ଏକାଥରେ ଓଲଟିଗଲା। ତାପରେ ଏଇଠି ମୁଁ ଗୋଟେ ଗୋଟେ ସେପାରେଟ୍ କରି ନେଉଛି। ଆଉ ଏଇଠି ଭାଜି ହେଇଗଲା ପରେ ସବୁକୁ ଥାଳିକୁ କାଢ଼ି ନେଉଛି। ମାଛର କଲର୍ ମୁଁ ଯେମିତି କହିଥିଲି, ଆମକୁ ପୁରା ପୋଡ଼ ପୋଡ଼ କରି ଭାଜିବାର ନଥିଲା। ତ ଏମିତି ଗୋଲ୍ଡେନ୍ ହାଲକା ଟିକେ ପଡ଼ିଗଲେ ମାଛକୁ କାଢ଼ି ଆଣିବା। ତ ନେକ୍ସଟ ଭାରି ବସେଇ ନେଉଛି। ଏମିତି ସବୁ ଭାରି ଗୁଡ଼ାକ ମୁଁ ଭାଜି ନେଇଛି। ଦେଖନ୍ତୁ, ଏବେ ଆମର ମାଛ ଭଜା ରେଡ଼ି ହେଇଗଲା। এই ମାଛ ଭଜାକୁ ଆମେ ସାଇଡ଼ରେ ରଖିବା। କଡ଼େଇରେ ଏବେ ଅଳ୍ପ କିଛି ତେଲ ବଳିଯାଇଛି, 2 ଚାମଚ ପାଖାପାଖି। ଏବେ ସେଇଥିରେ କ'ଣ କରୁଛି ନା, ଆଳୁ ଭାଜି ନେଉଛି। ଅଳ୍ପ ଟିକେ ଲୁଣ ଆଳୁରେ ଦେଇ ଦେଉଛି, ଆଉ ଟିକେ କଲର୍ ପାଇଁ ହଳଦୀ ପାଉଡ଼ର ଦେଇ ଦେଉଛି। ଏବେ ଆଳୁକୁ ଭାଜି ନେବା। ଆଳୁକୁ ବେଶୀ ଭାଜିବା ଦରକାର ନାହିଁ, ହାଲକା ଟିକେ ଗୋଲ୍ଡେନ୍ କଲର୍ ଆସିଗଲେ ଆମେ ଆଳୁକୁ କାଢ଼ି ନେବା। ଯଦି ଆପଣମାନଙ୍କୁ ଭଜା ଆଳୁ ଦେବାର ନାହିଁ, ତାହେଲେ ଆପଣମାନେ କଞ୍ଚା ତରକାରୀରେ ପକାଇ ପାରିବେ, କିନ୍ତୁ ଭାଜିକିନା ଆଳୁ ଥରେ ଦିଅନ୍ତୁ, ବହୁତ ଟେଷ୍ଟ ଲାଗିଥାଏ। ତ ଏଇଠି ମୁଁ ଆଳୁକୁ ଅଳ୍ପ ସମୟ ଭାଜି ନେଉଛି। ଆଳୁ ଭାଜି ହେଇଗଲା ଭିତରେ ଆମେ ଗୋଟେ ମସଲା ରେଡ଼ି କରିବା। ମସଲା ପାଇଁ ମୁଁ ଏଇଠି ନେଇଯାଇଛି ପୁରା ଗୋଟେ ମୁଣ୍ଡା ରସୁଣ ଏଇଠି ମୁଁ ନେଇଛି। ତା ସାଙ୍ଗରେ 1 ଇଞ୍ଚ ପାଖାପାଖି ଅଦା ନେଇଯାଇଛି। ଏଥିରେ ଏବେ ଆମେ ଦେଇଦେବା 1 ଚାମଚ ଧଳା ସୋରିଷ ଆଉ 1 ଚାମଚ କଳା ସୋରିଷ। ଯଦି ଆପଣମାନଙ୍କ ପାଖରେ ଧଳା ସୋରିଷ ନାହିଁ, ତାହେଲେ ଆପଣମାନେ 2 ଚାମଚ କଳା ସୋରିଷ ନେଇପାରିବେ। ଏବେ କ'ଣ କରିବା ନା, ୟାକୁ ଗୋଟେ ଫାଇନ୍ ପେଷ୍ଟ ବନେଇ ନେବା। ଦରଦରା ପେଷ୍ଟ ଆଦୌ ବନେଇବେନି, ପୁରା ଚିକଣ କରିକି ବାଟିକି ନେଇ ଆସିବେ। ଆଉ ଏଇଠି ଦେଖନ୍ତୁ, ମୁଁ ଆପଣମାନଙ୍କୁ ଦେଖାଉଛି, ପୁରା ଆମର ସୋରିଷଟା ବଢ଼ିଆ ସେ ଖଣ୍ଡ ଖଣ୍ଡ ହେଇଯାଇଛି, ଦେଖିପାରୁଥିବେ। ମସଲା ପେଷ୍ଟ ତ ଆମର ଏକଦମ ରେଡ଼ି ହେଇଗଲା। ସେପଟେ ମଧ୍ୟ ଆଳୁ ବି ଭାଜି ହେଇଗଲାଣି। ଆଳୁକୁ ଏବେ କ'ଣ କରୁଛି ନା, ପ୍ଲେଟ୍କୁ କାଢ଼ି ନେଉଛି। ଆଳୁର କଲର୍ ବି ଦେଖିପାରୁଥିବେ, ଏମିତି ହିଁ ଭାଜି ନେବେ। ଆଉ ଆଳୁ କାଢ଼ି ନେଇ ସାରିଲା ପରେ ମୁଁ ଏବେ କଡ଼େଇରେ ଦେଇ ଦେଉଛି ଏକ୍ସଟ୍ରା 2 ଚାମଚ ସୋରିଷ ତେଲ। ଏବେ ତେଲକୁ ଗରମ ହେବା ପାଇଁ ଛାଡ଼ିବା। ଆଉ ତେଲ ଗରମ ହେଇସାରିଲା ପରେ ଏଇଠି ଅଳ୍ପ ଛୋଟ ଛୋଟ 2 ଖଣ୍ଡ ମୁଁ ଡାଲଚିନି ଦେଇ ଦେଉଛି। ତା ସାଙ୍ଗରେ 1 ତେଜପତ୍ରକୁ ଏମିତି ଚିରିକିନା ଦେଇ ଦେଉଛି। ତାପରେ ଅଧ ଚାମଚ ଜିରା ଆଡ଼୍ କରି ନେଉଛି। ଆଜିର ରେସିପି ଆପଣମାନେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଆମେ ବେଶୀ କିଛି ମସଲା ୟୁଜ୍ କରିନେ, କିନ୍ତୁ ତରକାରୀଟା ବହୁତ ଟେଷ୍ଟ ଲାଗିବ। ତାପରେ ଆମେ କ'ଣ କରିବା ନା, ଏଥିରେ ଗୋଟେ ବଡ଼ ପିଆଜ, ଯାହାକୁ କି ମୁଁ ପୁରା ସ୍ଲାଇସ୍ କରିକି ମାନେ ପୁରା ସରୁ ସରୁ ପିସ୍ରେ କାଟି ନେଇଛି। ଏବେ କ'ଣ କରିବା ନା, এই ପିଆଜକୁ ଆମେ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ଯାଏ ଭାଜି ନେବା। ଦେଖନ୍ତୁ ଫ୍ରେଣ୍ଡସ୍, ଆମର ପିଆଜଟା ବଢ଼ିଆ ସେ ଭାଜି ହେଇଗଲାଣି। ଏମିତି ହିଁ ଭାଜି ହେବା ଦରକାର, ନହେଲେ ପିଆଜଟା ଯଦି କଞ୍ଚା ରହିଥିବ ତରକାରୀ ମିଠା ଲାଗିବ। ତ ସେଥିପାଇଁ ପିଆଜକୁ ଆପଣମାନେ ଟିକେ ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏ ଭାଜି ନେବେ। ତାପରେ ଏଥିରେ ମୁଁ ଏବେ ଦେଇ ଦେଉଛି ସୋରିଷ ମସଲାର ପେଷ୍ଟ। ଦେଇ ସାରିଲା ପରେ ଏଥିରେ ଅଳ୍ପ ଟିକେ ପାଣି 2ରୁ 3 ଚାମଚ ପାଣି ଦେଇ ଦେଉଛି। ଆକୁ ଭଲ ଭାବରେ ଟିକେ ମିଶାଇ ନେଉଛି। ଆଜିର ରେସିପିରେ ମୁଁ ଆପଣମାନଙ୍କୁ ଯାହା ବି ଟିପ୍ସ ଦେଉଛି, ଆପଣମାନେ ଧ୍ୟାନ ରଖିକି ସେସବୁକୁ ବନେଇବେ। ଦେଖିବେ ଟେଷ୍ଟଟା ବହୁତ ବଢ଼ିଆ ଲାଗିବ। ଯଦି ଆପଣମାନେ ଏମିତି ବନାଉଛନ୍ତି ତ ଠିକ୍ ଅଛି, ଯଦି ଆପଣମାନେ କେବେ ବନେଇ ନାହାନ୍ତି, ନିଶ୍ଚିନ୍ତ ଆଜିର ରେସିପିକୁ ଘରେ ଟ୍ରାଏ କରିବେ। ତ
तो एबे देखंतु मु मसला को भल भाबरे गोळे नै सला परे एइतरे कलर पई काश्मीरी लंका गुंड दे दोउची, स्वाद अनुसार लूण दे दोउची, कलर पई अल्प टिके हळदी पाउडर दे दोउची। तापर मो पाखरे चिकन मसला थिला आधा चम्मच देइची। जदि आपण मन पाखरे नाही ताहले आपण मन देबेनी, एटा एक्स्ट्रा थिला। तो आको बे भल भाबरे मिसेई दबा। से पर्यंत आपण माने मसला को कसुथिबे जे पर्यंत एथिरु तेल रिलीज न होईची बा कड़ेईरु मसलाटा भल भाबरे छाड़ी न आसी। एमिति प्राय मु 4 ରୁ 5 मिनिट मसला को भल भाबरे लो फ्लेम रे कसी नहींची। मसलार कलर आपण माने देखि जानि परथिबा आग अपेक्षा केते बढ़िया से कसी ही जाईची। आ कड़ेईरु मध्य मसलाटा छाड़ी आसी आ चारि पाखरे तेल मध्य रिलीज हे गलानी। एबे आमे कोन करबा ना एई मसला रे देई दबा भाजी रखिथिबा आलू को। तो आलू दे सारा पर एबे मु एथिरे दे दूची गोटे कटा टमाटो ता संगरे 4टी कंचा लंका। आपण माने जदि राग खाउचंती एक्स्ट्रा आपण माने लंका गुंड पकई परबे, किंतु मोर ए कंचा लंकाटा पूरा राग अछि सेति पई कलर पई केवल मो काश्मीरी लंका गुंड यूज करिछि। एबे हमें मसला संगरे आको भलो भाबरे मिसेई दबा। तो मिसेई सारा पर मु एबे आको कवर कर नउची प्राय 2 ରୁ 3 मिनिट पई। ता भीतर हमर जो टमाटो पकईथिले सेटा भी बढ़िया से सिझी जिवो। एबे हमर 2-3 मिनिट प्राय हे गलानी। बेसी आमे जेहेतु पानी देने मसला रे बेसी आपण माने कवर कर रखिबेनी नहले पोड़ी जिवो। आ हमर एपटे देखि परथिबे आमे बिल्कुल भी पानी दे नथिले, किंतु मसला चारि पाख जाक पानी हे गलानी कारण आमे जो टमाटो देथिले सेतिरु पानी रिलीज हेछि। तापर एबे पुणी थरे मु भलो भाबरे मिसेई नउची। टमाटो भी हल्का हमर सिझी आसलानी। एबे कोन करबा ना एइतरे एबे पानी ऐड करबा। तमे मु एइतरे मसला बटा पानी दे दोउची। तापर आमे एक्स्ट्रा पानी ऐड करबा। तो पानी केते कोन देबे आपण निज ऊपर निर्भर करे झोलडा केते कोन रखिबे। तो मु एठी प्राय गोटे ग्लास दे देइची, मते बेसी झोल रखिबार नथिला। तो सेति पई एबे आको भलो भाबरे कोन करबा ना मिसेई दबा। दर्शक बंधु आपण मानको जदि मो रेसिपी गुडा को पसंद आछि बा एमती नुआ नुआ रेसिपी देखिया पई चाहउछथि मो चैनल को सब्सक्राइब करिकि वीडियो को लाइक कर दियंतु। आ एठी हमरो कोळई सल्ला परे मु याकू 8 ରୁ 10 मिनिट पई कवर कर नउची जेमती हमर आलूटा भलसे सिझी जिवो। आ एठी 10-15 मिनिट प्राय हे गलानी। मझिरे मु आको कवर खोलितली किंतु आलूटा टिके सिझी नथला जेतु मु बड़ बड़ पीस रे काटिथिली सेति पई। तो मु आ 5 मिनिट आको कवर कर नेथिली। आ एठी आलू भी भलो भाबरे सिझी गलानी आ झोल भी बढ़िया से फुटी गलानी। एबे कोन करबा ना आमे जो भाजी रखिथिबा माछ गुडा को सेतिरे ऐड करि नबा। तरकारी रो कलर देखि परथबे केते बढ़िया हेछि आ पूरा सर पड़ी गलानी तरकारीटा। आ आमे जो सोरिसो मसला देथिले ना सेटा बहुत बढ़िया वासना आसुची। एठी मु माछ गुडा को देकी आको भलो भाबरे टिके गोळेई नउची। गोळेई सला परे आको फुटिया पई छाडिबा। आ कवर करबा किछ दरकार नै। आ हल्का टिके फुटी गला परे मु एतिरे देखंतु गोटे छोटो फाळा आंबुलो ताको चक्कटी नेइची। एबे तरकारी दे दबा। हमर पोखरी माछ किबा ए रोही भाकुर माछ रे टिके आंबुलो देले बहुत भलो स्वाद लागि थाए। ता संगे जो आइंसणिया स्मेलटा थाए सेटा ओ लागेनी। तो बहुत भलो टेस्ट दे थाए। आमे टिके राग राग वाला बनेछे तो राग खट्टा टिके दे देले तरकारीटा बेसी भलो लागिबो। तापर देखंतु तरकारी भलो भाबरे फुटी आसलानी आ हे गलानी मध्य। लास्ट रे मु एथिरे दे दोउची गोटे चामच पाखापाखि गरम मसला। ए सब दे सला परे पुणी तो तरकारी को टिके भलो भाबरे गोळे दबा। आ झोलर कंसिस्टेंसी आपणक ऊपर निर्भर करे। तो मोर एठी झोलटा आपण मान देखि परथिबे मु पूरा सेमी ग्रेवी टाइप रो रखिची। तापरे एठी तरकारी को भलो भाबरे गोळे सला परे टिके सुंदर देखा जिबे पई मु एथिरे दे दोउची बहुत सारा धनिया पत्र। बस एबे हमर रोही माछर झोल एकदम रेडी ही गला। एबे मु गैस को ऑफ कर नउची एवं 5 मिनिट पई आको कवर करके रखि नउची। एठी देखंतु फ्रेंड्स कवर करके रखि सला परे तरकारीटा केते बढ़िया आसी एकदम ऊपर गोटे लेयर बसी जाईची सरर। तो आउ डेरी न करिकी जेतेबेले भी आपण मानकर आइंस बार पड़ुची रोही माछ आनतु एमती गरम गरम भात संगे सितुआ पाग को रागुआ रागुआ सोरिष मसला एवं आंबुल दिया झोल बनातु। आउ गोटे जगह 2 थली भात खातु। ताहले आशा करुच्ची आज रेसिपी आपण मानक निहाती पसंद आसथिबो। पसंद आसले वीडियो को लाइक शेयर कमेंट करबा सहित चैनल को सब्सक्राइब करंतु। रहउची नमस्कार।